ଆସ ଆମେ ଗୀତ ଗାଇବା। ପ୍ରଥମ ଭାଗ ଶିଶୁ ପ୍ରାରମ୍ଭ ଶ୍ରେଣୀ ପାଇଁ। ପିଲାମାନେ, ଗୀତଟିର ନାମ ମିଠା ଲାଗେ। ତେବେ ଶୁଣିବା। ହଁ। ମିଠା ଲାଗେ ଚିନି ମିଶ୍ରି, ମିଠା ଯେ ମହୁ କ୍ଷୀରା, ଆଖୁ ରସ ଯେ ଲାଗଇ ମିଠା, ମିଠା ଉଖୁଡ଼ା କୋରା। ପାଚିଲା ଆମ୍ବ ଲାଗଇ ମିଠା, ମିଠା ଯେ ଛେନା ଗଜା, ଆମ ଆଈ ମା ଗପ ପେଡ଼ିର କାହାଣୀ ଭାରି ମିଠା। ସବୁଠୁ ମିଠା ଆମକୁ ସିନା ଗୁରୁଙ୍କ ହିତ ବାଣୀ, ଗୁରୁକୁ ସଦା କରିବ ପୂଜା ଆପଣା ଲୋକମଣି। ଗୁରୁଙ୍କୁ ସଦା କରିବା ପୂଜା ଆପଣା ଲୋକମଣି। ଆଚ୍ଛା ପିଲାମାନେ, ଏ ଗୀତରେ ଆମେ ଯେଉଁ ଜିନିଷ ବା ପଦାର୍ଥର ନାମ ପଢ଼ିଲେ ସତ୍ୟରେ କେତେ ମିଠା ନୁହେଁ? ଏଇ ଯେମିତି ଚିନି ମିଶ୍ରି, ମହୁ, କ୍ଷୀରା। କ୍ଷୀରା ମାନେ କ'ଣ? କ୍ଷୀରା ମାନେ କ୍ଷୀରି। ଆମ ଜନ୍ମଦିନରେ ମା ବହୁତ ସୁଆଦିଆ କ୍ଷୀରି କରିଥାନ୍ତି। ହଁ ନା ପିଲାମାନେ? ତା ସାଙ୍ଗକୁ ଆଉ କ'ଣ? ଉଖୁଡ଼ା କୋରା, ପାଚିଲା ଆମ୍ବ, ବାଃ କେତେ ମିଠା ନୁହେଁ? ତା ସାଙ୍ଗକୁ ଛେନା ଗଜା। ବଜାରରୁ ବାପା ଆମ ପାଇଁ ଯେଉଁ ଛେନା ଗଜା ଆଣିଥାନ୍ତି। ହଁ। ତାପରେ କ'ଣ ନା, ଆଈ ମା'ର ଗପ ପେଡ଼ି। ଆମ ଘରେ ଆଈ ମା ଗପ କୁହନ୍ତି ନା, ବୁଢ଼ୀ ଅସୁରୁଣୀ ଗପ, ବାଘ ମାମୁଁ ଗପ। ଆମେ ମନ ଦେଇକି ଶୁଣୁ। କାହିଁକି ନା ସେ ଗପ ଆମକୁ ବହୁତ ମିଠା ଲାଗେ। ପୁଣି କ'ଣ ନା, କ'ଣ କହିଲେ ପିଲାମାନେ? ଗୁରୁଙ୍କ ହିତବାଣୀ। ଗୁରୁଜୀ ଆମକୁ ଭଲ ମଣିଷ ହେବା ପାଇଁ, ସମସ୍ତଙ୍କ କଥା ମାନିବା ପାଇଁ, ପାଠ ପଢ଼ିବା ପାଇଁ ଉପଦେଶ ଦିଅନ୍ତି। ଯେହେତୁ ସେ ଆମର ଭଲ ଚିନ୍ତା କରନ୍ତି, ତାଙ୍କୁ କ'ଣ ନା ଆପଣା ଲୋକ କହିଲେ ବାପ ମା ପରି ଆମେ ତାଙ୍କୁ ବି ମଧ୍ୟ ପୂଜା କରିବା। କାହିଁକି ନା ସେ ଆମର ଭଲ ପାଇଁ ଚିନ୍ତା କରିଥାନ୍ତି। ଆଚ୍ଛା ପିଲେ, କହିଲେ ସେହି ପଦାର୍ଥ ପରି କ'ଣ କଲେ ଆମେ ସଭିଙ୍କୁ ମିଠା ଲାଗିବା? କ'ଣ କଲେ? ଶୋଇବା ବିଛଣାରୁ ସକାଳୁ ସଠିକ୍ ଟାଇମରେ ଉଠିବା। ହଁ। ସ୍କୁଲକୁ ଠିକ୍ ଟାଇମରେ ବାହାରି ଯିବା। ସ୍କୁଲରେ ସାଥୀ ପିଲାମାନଙ୍କ ସହିତ ଝଗଡ଼ା ନ କରି ମିଳିମିଶି ପାଠ ପଢ଼ିବା। ସମସ୍ତଙ୍କ କଥା ମାନିବା, ମନ ଦେଇ ପାଠ ପଢ଼ିବା, ନିଜ ବହି ଖାତା ସବୁ ନିଜେ ସଜାଡ଼ି ରଖିବା। ଗୁରୁଜନ କଥାଙ୍କୁ କେବେ ବି ଅବମାନନା କରିବାନି। ତେବେ ସମସ୍ତଙ୍କୁ ଆମେ ଏହି ପଦାର୍ଥ ଠାରୁ ଆହୁରି ମିଠା ଲାଗିବା। ଏବେ ପିଲାମାନେ ଏଇଠି ରହିବା। ପୁଣି ଆଗକୁ ଆହୁରି ସୁନ୍ଦର ଗୀତ ନେଇ ମୁଁ ତୁମ ପାଖକୁ ଆସିବି।